ଜୟ ଜଗନ୍ନାଥ ଦୋସ୍ତ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ହୃଦୟଭରା ପ୍ରଣାମ। ଆପଣମାନେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆପଣମାନେ ଭିଡ଼ିଓଟାକୁ ପ୍ରଥମ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କ ପାଇଁ ମୁଁ ଗୋଟେ ଭଲ ଟ୍ରିକ୍ ନେଇ ଆସିଛି। ଆପଣମାନଙ୍କର ସ୍ୱରଗାନ କେମିତି ହେଇପାରିବ ଏବଂ ହାରମୋନିୟମରେ ଆମେ ଗୀତ କେମିତି ପ୍ରକାର ବଜାଇ ପାରିବା। ଆମେ ପ୍ରଥମେ ଯେକୌଣସି ଗୀତ ନା ହଉନା କାହିଁକି ଗୀତଟିରେ ଆମେ ତାର ସୁର ଜାଣିବା। ଗୀତଟିର ସୁର କ'ଣ, କେମିତି ପ୍ରକାର ସୁର ତାର ଆସୁଛି ଏବଂ ଗୀତଟିକୁ ଆପଣମାନେ ମନେ ମନେ ଗୀତଟି ଗାଆନ୍ତୁ। ଦେଖନ୍ତୁ, ଯେମିତି ମୁଁ ଗୋଟେ ଗୀତ ନେଉଛି। ଏଇ ଗୀତଟି ରିକ୍ୱେଷ୍ଟରେ ହେଇଥିବା ଗୀତଟି ସୁନା ରୂପା ଗୌଣୀ କ୍ଷୀରସର ଲହୁଣୀ। ଏ ଗୀତଟିରେ ବଜାଇବା ଏବଂ କେମିତି ପ୍ରକାର ଆମର ସ୍ୱରଗାନ ହେଇପାରିବ କିମ୍ବା ଆମେ ଗୀତଟି ହାରମୋନିୟମରେ ବଜାଇ ପାରିବା। ମନେ ମନେ ଗାଆନ୍ତୁ ଗୀତଟି ଆଗେ। ମନେ ମନେ ଗୁନଗୁନେଇବା ଗୀତଟି। ସୁନା ରୂପା ଗୌଣୀ କ୍ଷୀରସର ଲହୁଣୀ, ଆମେ ଗୀତଟିର ତାର ସା ଖୋଜିବା। ଗୀତଟିର ସା ଆମେ କେମିତି ଖୋଜିବା? ଗୀତଟିକୁ ମନେ ମନେ ଗାଇବା। ଯେଉଁଟି ଲୋ ସ୍କେଲକୁ ଆସିଯାଉଛି ସେ ଜାଗାରେ ଆମେ ଗଳାର ଯେଉଁ ଫ୍ରିକ୍ୱେନ୍ସି ତାକୁ ହାରମୋନିୟମ ସହିତ ମ୍ୟାଚ୍ କରିବା। ଆଉ ଥରେ ଦେଖିଦିଅନ୍ତୁ। ସୁନା ରୂପା ଗୌଣୀ କ୍ଷୀରସର ଲହୁଣୀ, ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ, ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ, ସୁନା ନାଖି ସୁନା ଭଉଣୀ, ସୁନା ନାଖି ସୁନା ଭଉଣୀ। ଗୀତର ଇଏ ହେଉଛି ସା। ତ ମୁଁ ଏଇଟା ଡାଇରେକ୍ଟ କହିଦେଲି, ଏମିତି ଖୋଜାଯାଏ ନାହିଁ। କେମିତି ଖୋଜାଯାଏ ମୁଁ ଆପଣ ଦେଖିଥାନ୍ତୁ। ଗୀତଟି ଗାଇବେ। ସୁନା ରୂପା ଗୌଣୀ କ୍ଷୀରସର ଲହୁଣୀ, ଇଏ ତଳକୁ ଯାଉଛି, ମୋଟା ସ୍କେଲ ଯାଉଛି। ଏମିତି କରି ଖୋଜିବେ ଗୋଟେ ଗୋଟେ। ଆଗେ ତା ସ୍କେଲ୍ ଜାଣିବା, ଫ୍ରିକ୍ୱେନ୍ସିକୁ ମ୍ୟାଚ୍ କରିବା। ଫ୍ରିକ୍ୱେନ୍ସି ମ୍ୟାଚ୍ ହେଇଗଲା ପରେ ତାର କ'ଣ କରିବେ ନା ତାର କୋଡ଼କୁ ନେବେ।
मेजर हो पारे से माइनर हो पारे। मेजर कोड हूँ 158 सागापा सागापा। तो सागापा दुई प्रकार हूँ, गोटे हूँ मेजर गोटे हूँ माइनर। मेजर हूँ 158 1 2 3 4 5 5 1 5 8 6 7 8 ये मेजर। माइनर 148 1 2 3 4 5 6 7 8 आम जानीगले मेजर कि माइनर। 158 जोटा मेजर स्केल सी अलरेडी तार स्वर देखु आप मन मन गाँतु और देखु केमती आसूसी आसुना। माइनर स्केल ने अलरेडी ता स्वर सहित बसी जाऊँ। चलतु ये तो आम जानिले सा केमती जानिबा एवं गीतटी आम केमती प्रकार बजेबा। आम तो सा जानीगले कोड जानीगले माइनर स्केल गीतटी आम जानीगले। माइनर स्केल कहले आशाबरी थाट हो पारे भैरवी थाट हो पारे। आशाबरी थाट रे ये आशाबरी थाट रे गीतटी तो आशाबरी थाट रे रूट लाइन देखि नवा। गीतटीर तार रूट लाइन देखी नेले एमती प्रकार आपण माने प्रैक्टिस करते रूट लाइन को मन रखा पड़ो। आम गीतटी उठेबा केमती चलो सुना रूपा गौणी सुना रूपा गौणी सुना रूपा गौणी सुना रूपा गौणी गीतटा आम केमती आसते गीतटी आम केमती प्रकार बजेबा जानिबा केमती फ्रिक्वेंसी को नबले खोजा गीतटी को गोटे गोटे खोजा सुना रूपा गौणी नी को पड़े आसला नी को आहरी खोजतु आप फ्रिक्वेंसी न आसूँ तलक आसतु एटी आसतु या खोजतु जो फ्रिक्वेंसी बसी हो जगह को टच करतु। सुना सुना रूपा गौणी सुना ई जगह भी ना भी अच्छे सुना रूपा गौणी क्षीरसर लहुणी एमती प्रकार गीत को धीरे धीरे कर खोजतु गोटे गोटे शब्द को लेकर बा गोटे गोटे तार फ्रिक्वेंसी को ताकू लेकर खोजतु। टाइम लगे आपंकर घंटे लगे पारे 2 घंटा लगे पारे 2 दिन भी लगे पारे गोटे हफ्ता लगे पारे से पर्यंत खोजतु गोटे गीत ये गीत गोटे प्रैक्टिस करतु जे गीत आम केमती प्रकार उठी पारिबा तार फ्रिक्वेंसी न जानला पर्यंत आपन कहीं गीत उठी पारिबे नाही।
ଆପଣଙ୍କର ଗଳା ଫ୍ରିକ୍ୱେନ୍ସି ସହିତ ଆପଣଙ୍କର ହାରମୋନିୟମର ଫ୍ରିକ୍ୱେନ୍ସି ଦୁଇଟା ସାରା ମ୍ୟାଚ୍ କରିବା ପାଇଁ ଚେଷ୍ଟା କରନ୍ତୁ। ଯେତେବେଳେ ଆପଣମାନେ ସ୍ୱରଜ୍ଞାନ ପ୍ରାକ୍ଟିସ୍ କରିବେ, ସ୍ୱରଜ୍ଞାନରେ ଆପଣଙ୍କର ମେନ୍ ଇମ୍ପୋର୍ଟାଣ୍ଟ ହେଉଛି ଯେଉଁ ଫ୍ରିକ୍ୱେନ୍ସି ଆପଣ କରୁଛନ୍ତି, ଗାଉଛନ୍ତି, ଆକାର କରୁଛନ୍ତି, ତାକୁ ହାରମୋନିୟମ ସହିତ ମ୍ୟାଚ୍ କରନ୍ତୁ। କେମିତି ମ୍ୟାଚ୍ କରିବେ ମୁଁ ଆପଣମାନେ ଆଉଥରେ କହିଦେଉଛି। ଗୀତଟି ମୁଁ ଜି ସାର୍ପରେ ଗୀତଟି ମୁଁ ବଜେଇବି ଜି ସାର୍ପ, ତାର ସ୍କେଲ୍ ହେଉଛି ଜି ସାର୍ପ। ଆପଣମାନେ ଯେଉଁଠି ଚାହିଁବେ ସେଇଠି ବଜେଇ ପାରିବେ। ପ୍ରଥମେ ତାର ସ୍କେଲ୍ ଜାଣନ୍ତୁ, ତାପରେ କେଉଁ ଥାର୍ଡ଼ରେ ଜାଣିଗଲେ, ତାର ରୁଟ୍ ଲାଇନ୍ ଜାଣିଗଲେ, ତାପରେ ଆପଣମାନେ ଗୋଟେ ଗୋଟେ କରି ଗୀତଟିକୁ ଗୋଟେ ଗୋଟେ ନୋଟ୍ ନେଇ ଗୋଟେ ଗୋଟେ ପ୍ରାକ୍ଟିସ୍ କରନ୍ତୁ, ମ୍ୟାଚ୍ କରନ୍ତୁ। ଫ୍ରିକ୍ୱେନ୍ସି ଆପଣ ଗଳା ସହିତ ହାରମୋନିୟମର ଫ୍ରିକ୍ୱେନ୍ସି ସହିତ ମ୍ୟାଚ୍ କରନ୍ତୁ। ଚାଲନ୍ତୁ, ଇଏ ଆପଣଙ୍କର ଗୋଟେ ଟ୍ରିକ୍ ଥିଲା। ଆପଣମାନେ ପ୍ରାକ୍ଟିସ୍ କରନ୍ତୁ। କେହି ବି ଗୀତ ନିଅନ୍ତୁ, ଯେଉଁଠି ଆପଣମାନେ ବୁଝିପାରୁନାହାନ୍ତି ତାହେଲେ ମୋ ସହିତ କଣ୍ଟାକ୍ଟ କରନ୍ତୁ। ଚଲନ୍ତୁ, ଗୀତଟି ଆମେ ଶିଖିବା। ପ୍ରଥମେ ଆମେ ମୁକୁଡ଼ା ଦେଖିବା, ତାପରେ ଆମେ ଅନ୍ତରାକୁ ଯିବା। ସୁନା ରୂପା ଗଉଣୀ, କ୍ଷୀର ସର ଲହୁଣୀ, ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ। ସୁନା ରୂପା ସୁନା ଗଉଣୀ, ସୁନା ରୂପା ସୁନା ଗଉଣୀ। ସୁନା ରୂପା ଗଉଣୀ, କ୍ଷୀର ସର ଲହୁଣୀ, ରାଗ ଛାଡ଼ି ମୋ ହାତରେ ବାନ୍ଧି ଦେ। ସୁନା ରୂପା ସୁନା ଭଉଣୀ, ସୁନା ରୂପା ସୁନା ଭଉଣୀ। ଗୀତଟିର ମୁକୁଡ଼ା ସରିଲା, ଗୀତଟିର ଅନ୍ତରାକୁ ଯିବା। ତୋରି ହାତରୁ ରାକ୍ଷୀ ବାନ୍ଧିବା ପାଇଁ ଜନମେ ଜନମେ ହେବି ମୁଁ ତୋର ଭାଇ। ତୋ ଖୁସି ଲାଗି ମୁଁ ଦେବି ବିକି ଜୀବନ, ଭାଇକୁ ଭୁଲିବୁ ନାହିଁ ଏ ରାକ୍ଷୀ ଦିନ। ହୋ ତୋରି ହାତରୁ ରାକ୍ଷୀ ବାନ୍ଧିବା ପାଇଁ ଜନମେ ଜନମେ ହେବି ମୁଁ ତୋର ଭାଇ। ତୋ ମିଠା ହସରେ ସ୍ନେହ ପାଶରେ ବନ୍ଧା ମୋ ଜୀବନ କାହାଣୀ କାହାଣୀ କାହାଣୀ। ପୁଣି ତାର ମୁକୁଡ଼ା ଆସିଗଲା। ସୁନା ରୂପା ଗଉଣୀ,
କ୍ଷୀରସର ଲହୁଣୀ। ଗୀତଟି ବହୁତ ସୁନ୍ଦର। ଆପଣମାନେ ଗୀତ ବଜାଇବା ପାଇଁ ପ୍ରାକ୍ଟିସ୍ କରନ୍ତୁ। ଆପଣମାନେ ଗୀତଟିକୁ ଭଲ ଭାବରେ ନୋଟେସନ୍ ହିସାବରେ ବଜାନ୍ତୁ। ଆପଣମାନଙ୍କର ପ୍ରାକ୍ଟିସ୍ ଭଲ ଭାବରେ ହେଇପାରିବ। ଯଦି ମୁଁ ପୁରା ନୋଟେସନ୍ ଲେଖିକି ଦେବି ଆଉ କହିବି ଭିଡ଼ିଓ ବହୁତ ଲମ୍ବା ହେଇଯିବ। ତେଣୁ ଆପଣମାନେ ଭିଡ଼ିଓଟିକୁ ଧୀରେ ଧୀରେ ବଜାନ୍ତୁ। ମୋର ଯେଉଁ ଆଙ୍ଗୁଳିର ଯେଉଁ ପୋଜିସନ୍ ଆସୁଛି ସେ ପୋଜିସନ୍ ହିସାବରେ ଆପଣମାନେ ବଜାଇବା ପାଇଁ ଚେଷ୍ଟା କରନ୍ତୁ। ଏବଂ ଆପଣମାନେ ହାରମୋନିୟମ୍ ଶିଖନ୍ତୁ। ଆମ ଓଡ଼ିଶା ରାଜ୍ୟରେ ବହୁତ ସାରା ଲୋକ ହାରମୋନିୟମ୍ ଶିଖିବା ପାଇଁ ଇଣ୍ଟରେଷ୍ଟ ଅଛନ୍ତି, କିନ୍ତୁ ଶିଖିପାରୁନାହାନ୍ତି, ଭଲ ଗୁରୁ ପାଇପାରୁନାହାନ୍ତି। ମୁଁ ଆପଣମାନଙ୍କୁ ହାରମୋନିୟମ୍ ବଜାଇବାର ସହଯୋଗ କରିବି। ଆପଣମାନେ ହାରମୋନିୟମ୍ ବଜାଇବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣମାନଙ୍କର ହାରମୋନିୟମ୍ ନାହିଁ ତାହେଲେ ହାରମୋନିୟମ୍ ଗୋଟେ ନେଇ ନିଅନ୍ତୁ ଏବଂ ମୋ ସହିତ କଣ୍ଟାକ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ହାରମୋନିୟମ୍ ଫ୍ରିରେ ଶିଖେଇବି। ଇଏ ମୋର ଗ୍ୟାରେଣ୍ଟି। ଆପଣମାନଙ୍କୁ ଗୁରୁ ବି ବନେଇ ଦେଇପାରିବି। ଚଲନ୍ତୁ ଦୋସ୍ତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣମାନେ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ।